ରାଗ ବୋଲି ସାମ୍ନାରେ ଯଦି ରାଗ ସେଇଟା ସତରେ କୌଣସି ସେମିତି କି ସେମିତି ନାହିଁ। ତାପର ମୁହୂର୍ତ୍ତରେ ମୋତେ କହିଛି ଗୁଲୁଆ ବର୍ଷାଟା ଏବେ ସୁନ୍ଦର ହେଇଗଲାଣି ପୁରା ଏକଥା ମୋତେ କହି ନାଇଁ ନାଇଁ ଗୋରା ହେବା ପାଇଁ ନୁହଁ। କଥାଟା ହେଲା ଯେହେତୁ ଇଏ ଅଛି ଗୋଟେ ଏ ସୋସାଇଟିରେ ସେ ଚାହୁଁଥିଲା ଯେ ମୋଷ୍ଟଲି ସେ ସଜବାଜ ହେଇକି ରହୁ। ବର୍ଷା କ'ଣ କି ଟିକେ ଟମ୍ ବୟ ଟାଇପ୍ର ପିଲାଟି ସିଏ ଟିକେ ପୁଅ ପିଲା ଭଳିଆ ମେଣ୍ଟେନ୍ ତାର ତ ସେଇ ଜିନିଷ ଇଏ ତାକୁ ଚାହୁଁଥିଲା ଟିକେ ଚେଞ୍ଜ ହେଇକି ତୁ ଟିକେ ଝିଅ ପିଲା ହବ ମୋତେ ଟିକେ ଭଲ ଲାଗିବ ମାନେ ମୁଁ ଯେହେତୁ ଗୋଟେ ମିଷ୍ଟର ଗୁଲା ବୋଲି ନାଁ ହେଇଗଲାଣି ସେଇ ଜିନିଷ ଚାହୁଁଥିଲା ନହେଲେ ଆଉ କିଛି ସେମିତି ନଥିଲା। ଏଇଟା 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 କିଛି ଆବଶ୍ୟକ ନଥିଲା। ଏଇଟା ଆବଶ୍ୟକ କିଛି ନଥିଲା। ଏଇ ଜିନିଷଟା ସଲ୍ଭ ହେଇପାରିଥାନ୍ତା ଯଦି ବସେଇକି କଥାବାର୍ତ୍ତା ହେଇଥାନ୍ତା କାହାର କେତେ ପଇସା ଛିଡ଼ି ଯାଇଥାନ୍ତା। କିନ୍ତୁ ମୁଁ ବି ଚାହୁଁଛି ସେମାନେ ଏକାଠି ନ ହୁଅନ୍ତୁ। ସେ ମୁଁ ବହୁତ ଚେଷ୍ଟା କରିଛି। ଶୁଣନ୍ତୁ ପ୍ରଥମ କହିଲେ ସେଇଠୁ ମୁଁ ରହିଯାଇଥିଲି। ଆମର ପ୍ରଥମ କଥା ରହିଯାଇଥିଲା ଯେତେବେଳେ ବାହାଘର ପାଇଁ ତାଙ୍କ ଘରେ ରାଜି ହେଲା ନାହିଁ ଗୁଲୁଆ ଘରେ ତା ବାପା ଟୋଟାଲି ରାଜି ହେଲେନି। ସେଇଠୁ ଯେହେତୁ ଇଏ 5 ବର୍ଷ ରହିସାରିଲେଣି ଗୁଲୁଆକୁ ବୁଝେଇଲି ଗୁଲୁଆ ବି କହିଲା ନାହିଁ ଯେହେତୁ କାହିଁ ଝିଅଟା ଜୀବନ ନଷ୍ଟ କରିବି ତାର ହେଇଯିବି। ତା ବାପା ଆସିନଥିଲେ ଏନଗେଜମେଣ୍ଟ ଦିନ ଗୁଲୁଆର ବାପା ହେଇକି ମୁଁ ବସିଥିଲି। ବର୍ଷା ତରଫରୁ ତା ମାମୁଁ ବୋଧେ ମାମୁଁ ବସିଥିଲେ ମୁଁ ବସିଥିଲି ଗୁଲୁଆର ବାପା ହେଇକି ଯେଉଁଦିନ ନିର୍ବନ୍ଧଟା ହୁଏ ନା ବର୍ଷା ବି ବହୁତ ଖୁସି ହେଲା କାହିଁକିନା ମୁଁ ଗୁଲୁଆକୁ ବୁଝେଇ ମାନେ କେହି ନଥିଲେ ମୁଁ ତାର ସବୁ କରିଥିଲି। ବର୍ଷା ବହୁତ ଖୁସି ହେଇଥିଲା ସେଥିପାଇଁ। କିନ୍ତୁ ତାପରେ ବାହାଘର ଯେତେବେଳେ ବାପା ଆସିଲେ ତା ବାପାଙ୍କୁ ବୁଝାବୁଝି କରିକି ତା ବାପା ଆସିକି ବାହାଘର ଗୁଲୁଆ ବାପା ଆସି ବାହାଘର କଲେ ସବୁ ଠିକ୍ଠାକ୍ ହେଲା। ଜାତକ ପାଇଁ ଜାତକ ତାଙ୍କ ଭିତରେ ଜାତି ବି କ'ଣ ଫରକ ଟିକେ ଦେଖୁଥିଲେ ଗାଁ ଲୋକ ସେଥିପାଇଁ ନହେଲେ ଆଉ କିଛି ନଥିଲା କେବଳ ଜାତକ ଜାତି।